ସନି ଦେଓଲ କଣ ପାଇଁ ପସନ୍ଦ ଆସିଲାନି ନିଜ ଭାଇ ବବି ଦେଓଲଙ୍କ ଫିଲ୍ମ ଆନିମଲ। ତେବେ ଫିଲ୍ମ ଆନିମଲକୁ ନେଇ ସନି ଦେଓଲ ଦେଲେ ଏଭଳି କଳା ମନ୍ତବ୍ୟ। ତେବେ ଲୋକମାନେ ଜାଣିବା ପରେ କରୁଛନ୍ତି ନାପସନ୍ଦ। ଡିସେମ୍ବର 1 ତାରିଖରେ ଫିଲ୍ମ ଆନିମଲ ରିଲିଜ୍ ହୋଇଛି। ଏହି ସିନେମାରେ ମୁଖ୍ୟ ଚରିତ୍ରରେ ରଣବୀର କାପୁର ବବି ଦେଓଲଙ୍କ ଅଭିନୟକୁ ଭୁରି ଭୁରି ପ୍ରଶଂସା କରାଯାଉଥିବା ବେଳେ ବକ୍ସ ଅଫିସରେ ଏହା ଧମାଲ ମଚାଇଛି। କିନ୍ତୁ ଗଦର 2ର ଅଭିନେତା ସନି ଦେଓଲ ନିକଟରେ ଭାଇ ବବିଙ୍କ ଅଭିନୀତ ସିନେମା ଆନିମଲକୁ ନେଇ ଏକ ବଡ଼ ଟିପ୍ପଣୀ ଦେଇଛନ୍ତି। ସନି ଦେଓଲ କହିଛନ୍ତି, ସିନେମାରେ ମୋର ଭାଇ ବବିର ପ୍ରଦର୍ଶନ ପାଇଁ ମୁଁ ବହୁତ ଖୁସି। କିନ୍ତୁ ସିନେମାରେ ଏମିତି କିଛି ଦୃଶ୍ୟ ଅଛି ଯାହା ମୋତେ ପସନ୍ଦ ଆସୁନାହିଁ। ତେବେ ଏଥିପାଇଁ ସେ କାହାକୁ ଦୋଷ ଦେଉନାହାନ୍ତି। କାରଣ ସେ ଜଣେ ବ୍ୟକ୍ତି ଭାବେ ପସନ୍ଦ କରିବା ଏବଂ ନାପସନ୍ଦ କରିବା ନିଜସ୍ୱ ଅଧିକାର ଅଟେ। ଫିଲ୍ମକୁ ଦେଖି ପସନ୍ଦ କିମ୍ବା ନାପସନ୍ଦ ନିଜସ୍ୱ ଅଧିକାରରେ ଯାଇଥାଏ। କିନ୍ତୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ଆନିମଲ ଏକ ଭଲ ସିନେମା। ଦର୍ଶକ ବି ଏହି ସିନେମାକୁ ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି। ଗଦର 2 ଅଭିନେତା ସନି ଦେଓଲ ନିକଟରେ ଭାଇ ବବିଙ୍କ ଅଭିନୀତ ସିନେମା ଆନିମଲକୁ ନେଇ ଏକ ବହୁତ ବଡ଼ ଟିପ୍ପଣୀ ଦେଇ କହିଛନ୍ତି ଯେ ସିନେମାରେ ବବି ଦେଓଲଙ୍କ ପ୍ରଦର୍ଶନ ଏମିତି ରହିଛି କି ବବିଙ୍କ କ୍ୟାରିୟରକୁ ଉଠାଇବା ପାଇଁ ଏହା ଫଳପ୍ରଦ ହୋଇଛି। କିନ୍ତୁ ଆନିମଲରେ ଏପରି ଯେଉଁ କିଛି ଦୃଶ୍ୟ ରହିଛି ସେ ଦୃଶ୍ୟଗୁଡ଼ିକ ପ୍ରାୟ ଲୋକମାନେ ସାଙ୍ଗ ହୋଇ ବସି ଦେଖିବା ଆଦୌ ଉଚିତ ନୁହେଁ ଏବଂ ପରିବାର ସହିତ ବସି ଲୋକମାନେ ଦେଖିପାରିବେ ବି ନାହିଁ। ଏଥିପାଇଁ ସନି ଦେଓଲଙ୍କୁ ସେହି ଦୃଶ୍ୟଗୁଡ଼ିକ ପସନ୍ଦ ଆସିନାହିଁ। ତେବେ ଏଥିପାଇଁ ସନି ଦେଓଲ ମଧ୍ୟ କାହାକୁ ଦୋଷ ଦେଉନାହାନ୍ତି। କାରଣ ଲୋକମାନଙ୍କ ପସନ୍ଦ ନିଜ ପସନ୍ଦ ଅଟେ। ଡିସେମ୍ବର 1 ତାରିଖରେ ଭାରତରେ ସର୍ବଭାରତୀୟ ସ୍ତରରେ ଏହା ରିଲିଜ୍ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ଆନିମଲ ଫିଲ୍ମଟି 500 କୋଟି ଟଙ୍କା ମଧ୍ୟ ଇନକମ୍ କରିସାରିଛି। ଏଥିରେ ବବି ଦେଓଲ, ରଣବୀର କାପୁର ଏବଂ ଅନ୍ୟ ଷ୍ଟାରମାନେ ବହୁତ ଜବରଦସ୍ତ ଭାବରେ ଅଭିନୟ ମଧ୍ୟ କରିଛନ୍ତି। ତେବେ ଆନିମଲ ଫିଲ୍ମଟି ବକ୍ସ ଅଫିସରେ ବହୁତ ବଡ଼ ବ୍ଲକବଷ୍ଟର ସାବ୍ୟସ୍ତ ହେବାକୁ ଯାଉଛି। ଆନିମଲ ଫିଲ୍ମରେ ବବିଙ୍କ କ୍ୟାରିୟର ଉପରମୁହଁ ହୋଇଯାଇଛି ଏବଂ ବବି ଦେଓଲଙ୍କ ଅଭିନୟକୁ ଦର୍ଶକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଏନେଇ ବବି ଦେଓଲଙ୍କ କ୍ୟାରିୟର ବହୁତ ଉପରକୁ ଯିବ ବୋଲି ସନି ଦେଓଲ ଚିନ୍ତା କରୁଥିବା ବେଳେ ଏବେ ପର୍ଯ୍ୟନ୍ତ ସନି ଦେଓଲଙ୍କୁ ଫିଲ୍ମଟି ପସନ୍ଦ ଆସୁନାହିଁ।